ମୁଁ କେତେବେଳେ କରେ, ମୁଁ କେତେବେଳେ ପଢ଼େ, ମୁଁ କେତେବେଳେ ଖାଏ, ମୁଁ କେତେବେଳେ ଶୁଏ, ଏ ସବୁ ବାକ୍ୟ ଗୁଡ଼ାକ ଏଇ ଢାଞ୍ଚାରେ ହବ। ଚାଲ ଗୋଟେ ଉଦାହରଣ କରିବା। ମୁଁ କେତେବେଳେ ଖାଏ, ତ କେତେଟା ଖଣ୍ଡ ହେଲା? 3ଟା ଖଣ୍ଡ। ମୁଁ ଆଉ ଗୋଟେ ଖଣ୍ଡେ ହେଲା, ଆଉ ଖଣ୍ଡେ ହେଲା କ'ଣ? କେତେବେଳେ, ଆଉ ଖଣ୍ଡେ ହେଲା ଖାଏ। ତ ମୁଁ ପାଇଁ ଇଂରାଜୀ କ'ଣ? ଆଇ। କେତେବେଳେ ହ୍ୱେନ୍। ଆଉ ଖାଇବା ଇଂରାଜୀ ହେଲା ଇଟ୍। କିନ୍ତୁ ଖାଲି ଇଂରାଜୀ କହିଦେଲେ ତ ହବନି, ସଜେଇକି ଲେଖିବାକୁ ପଡ଼ିବ ନା ନାହିଁ। ତ ସଜେଇକି ଲେଖିବା ପାଇଁ ହେଲେ ଆମେ ପ୍ରଶ୍ନସୂଚକ ଶବ୍ଦଟା ଆଗେ ଲେଖିଦେବା। କ'ଣ ଅଛି? କେତେବେଳେ ଅଛି, କେତେବେଳର ଇଂରାଜୀ ହେଲା ହ୍ୱେନ୍। ହ୍ୱେନ୍ ଆଗେ ଲେଖିବା। ତାପରେ ଲେଖିବା ଡୁ କିମ୍ବା ଡଜ୍। ଏଠି କର୍ତ୍ତା ଆଇ ଅଛି, ତେଣୁ ଡୁ ହବ। ହ୍ୱେନ୍ ଡୁ, ତାପରେ କର୍ତ୍ତା ବସେଇଦେବା, କ୍ରିୟା ବସେଇଦେବା। ଆଉ କ'ଣ? କର୍ତ୍ତା ବସେଇଦେବା ଆଇ, କ୍ରିୟା ହେଇଗଲା ଖାଏ। ତାହେଲେ ହ୍ୱେନ୍ ଡୁ ଆଇ ଇଟ୍। ହ୍ୱେନ୍ ଡୁ ଆଇ ଇଟ୍ କହିଲେ ଆମେ କ'ଣ ବୁଝାନ୍ତି ନା ମୁଁ କେତେବେଳେ ଖାଏ। ଆଉ ମୁଁ କେତେବେଳେ ଖାଏ ଯଦି ହେଲା ହ୍ୱେନ୍ ଡୁ ଆଇ ଇଟ୍, ତାହେଲେ ମୁଁ କେତେବେଳେ ପଢ଼େ, ଖାଲି କ୍ରିୟାଟାକୁ ପରିବର୍ତ୍ତନ କରିଦିଅ। ହ୍ୱେନ୍ ଡୁ ଆଇ ରିଡ୍, ମୁଁ କେତେବେଳେ ଖେଳେ। ହ୍ୱେନ୍ ଡୁ ଆଇ ପ୍ଲେ, ମୁଁ କେତେବେଳେ ନାଚେ। ହ୍ୱେନ୍ ଡୁ ଆଇ ଡ୍ୟାନ୍ସ। ଏଇଭଳି ଅଭ୍ୟାସ କରିବ।